ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି, ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ। ସଫଳତା ପାଇବାକୁ ହେଲେ ଏକା ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ପଛରେ ଆସିବେ। ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ। କାରଣ ଆଶା ଏମିତି ଏକ ଜିନିଷ, ଯାହା ବିନା ମଣିଷ ବଞ୍ଚି ପାରିନଥାଏ। ବିଜୟ ଓ ପରାଜୟ ଜୀବନର ପ୍ରମୁଖ ଅଂଶବିଶେଷ। ଏଣୁ ଏହାକୁ ଆଧାର କରି ନିଜ ଭବିଷ୍ୟତକୁ ଯୋଜନା କରିବା ଉଚିତ। ଯେ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଏକଥାକୁ ଗୁରୁଜ୍ଞାନ ମନେ କରିବା ଆବଶ୍ୟକ। ଅନ୍ୟମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ। ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିପାରିବ। ଯଦି ଆପଣ ଜୀବନରେ କିଛି ପାଇବାକୁ ଚାହୁଁଛନ୍ତି, ତେବେ ରାସ୍ତା ପରିବର୍ତ୍ତନ କରନ୍ତୁ, ନିଜର ଉଦ୍ଦେଶ୍ୟ ନୁହେଁ। ଆଜିର ଏ ସ୍ୱାର୍ଥପର ଦୁନିଆରେ କେହି ନିଜର ନୁହନ୍ତି। ନିଜ ଆଡ଼ୁ ଥରେ କଥା ହେବା ବନ୍ଦ କରିକି ଦେଖ, ଅନେକ ଆପଣାର ଲୋକ ବି ପର ହୋଇଯିବେ।